ପଣା ସଂକ୍ରାନ୍ତି ସେଇ ଇଏରେ ଆପଣମାନଙ୍କୁ ମାଇଁ ଭଣଜା ଇଟିଂ କମ୍ପିଟିସନକୁ ସ୍ୱାଗତ କରାହେଉଛି। ଆଜିର ଚ୍ୟାଲେଞ୍ଜ ହେଉଛି ଖେଚୁଡ଼ି ଭାତ ଡାଲମା 2 ଜଣଙ୍କର। ଦେଖନ୍ତୁ ଆପଣ ଆଜି 2 ଜଣ ମାଇଁ ଖାଇବେ। 2 ଜଣ ଯିଏ ଆଗ ହେବ ଫାଷ୍ଟ ହେବ ସିଏ ଦ୍ୱିତୀୟ ଜଣକୁ ପନିଶମେଣ୍ଟ ଦେବ। ତ ଆମର ଖାଇବା ଆଜି ଷ୍ଟାର୍ଟ କରାଯାଉ। ରେଡ଼ି 1 2 3 ଷ୍ଟାର୍ଟ। ଗୋଲିଆ ଶୀଘ୍ର ଖା। ଆଜି ପୁଣି ଗୋଟେ ଭଲ ପନିଶମେଣ୍ଟ ଦେବୁ। ଆଜି ଦିଆହବ ସାରୁ ପନିଶମେଣ୍ଟ। ଆଳୁ ଜାଗାରେ ସାରୁ ଖିଆ ହବ। ଆରେ ତୋ କଥା ଇଏରେ ସେ ସ୍ପିଡି ଖାଇ ଦଉଛି ରେ। ଶୀଘ୍ର ଖାଇଦେଲେ। ପାଣି ପିଇ ପାରିବ ନା? ନା ପାଣି ଖାଇସାରିଲା ପରେ ପାଣି ପିଇବନି। ଯିଏ ଛାଡ଼ିବ ସିଏ ହାରିବ। ଖାଉଥା କାଲି ଯାଏ। ଆପଣଙ୍କ ସଇଲାଣି। ରୁହ ଧୀରେ। ନା ଆଜି ମୁଁ ଜିତିବାର ଅଛି। ମୁଁ କଣ ହାରିଯିବି? ମୁଁ 3 ଥର ଜିତିଲିଣି। ମାଇଁ ଆଜି ବହୁତ ଚେଷ୍ଟା କରୁଛି ଜିତିବା ପାଇଁ। ହାତ ଧରିକି ଟେକିକି ଖାଇବ କି ଏବେ? ନା ଟେକିକି ଖିଆ ହବନି। ସବୁ ଦେଖା ହବ ଦର୍ଶକଙ୍କୁ। ଗୋଲିଆ ସଇଲା ରେ। ଶୀଘ୍ର ଖା। ମୁଁ ଆଉ ଦେଖୁନାହିଁ। ମୁଁ ଦେଖିଲେ ଆଉ ଟାଇମ୍ ୱେଷ୍ଟ ହେଇଯାଉଛି। ହଉ ଶୀଘ୍ର ଖା ଶୀଘ୍ର ଖା। ଆଜି ଜିତିଯିବ ରେ। ସରିଗଲା। ଶୀଘ୍ର ଖା। ଦେବି। ପୋଛି ଦେ ଥାଳି। ଆରେ ତେ ପୋଛି ଦେଲା। ସିଏ ଦେବିନି। ଏ ମାଇଁ ଜିତିଗଲା ରେ ଆଜି। ଆଜି ମାଇଁ ଜିତି ଯାଇଛି ରେ ଗୋଲିଆ। ମାଇଁ ଜିତି ଯାଇଛି ଆଜି। ତୁ ହାରି ଯାଇଛୁ ରେ ଗୋଲିଆ। ଗଲା ଆଜି ରେ ମାଇଁ ଜିତି ଯାଇଛି। ମାଇଁ ଜିତିଗଲା ଆଜି। ପ୍ରାଣ ଆଜି ପ୍ରାଣ ବିକଳରେ ଖାଇକି ଜିତିଗଲା। ଗଲା। ହଉ ଆଜି ଗୋଲିଆର ମାନେ କଥା ଗୋଲିଆର ମାନେ ଚାଲାକିଟା ମୁଁ କରିଦେଇଛି। କଣ ଚାଲାକି? ସେ ଯୋଉ ଖାଇବାଟା ଢୋକି ଦିଏ ସେମିତି ଆଜି ଖାଇବାଟା ଢୋକି ଦେଇଛି। ଯା ନହେଲେ ମୁଁ ତାକୁ ପାରିନଥାନ୍ତି। ଭଗବାନ ମୋ ଜିନିଷ ଜାଣିଗଲେ, ମୋ ଟ୍ରିକ୍ ଜାଣିଗଲେ କଣ କରିବା? ହଉ ଠିକ ଅଛି। ହଉ ଠିକ ଅଛି। ଦେଖ ମୁଁ ଥାଳି ସଫା କରିଦେଇଛି ତାଙ୍କର। ଏବେ ପର୍ଯ୍ୟନ୍ତ ସବୁ ଅଛି। ହଉ ଠିକ ଅଛି। ବର୍ତ୍ତମାନ ମାଇଁ ଭଣଜାକୁ ପନିଶମେଣ୍ଟ ଦେବ। କ'ଣ ପନିଶମେଣ୍ଟ ଦେବ ସିଏ ତାର ଭାବିକିରି ଦେବ। ନିଏ। A few moments later. ମୁଁ ପନିଶମେଣ୍ଟ ନେଇ ଆସିଛି। ଏବେ ତାଙ୍କ ଆଗରେ ଥୋଇ ଦେଇଛି। ସିଏ ଖୋଲିକି ଦେଖିବେ ତାଙ୍କର ଖାଇବେ।
କ'ଣ ଏମିତିଆ ପନିଶମେଣ୍ଟ ଟିକେ ଦେଖିଆ ଏ କ'ଣ କରିବ ଭଗବାନ ଲେମ୍ବୁ 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 ମୁଁ ଖାଏ ନାହିଁ ଲେମ୍ବୁ ଖଟା ମୁହଁକୁ ଦେଖିବାକୁ ପଡିବ କ'ଣ ପନିଶମେଣ୍ଟ କହିବାକୁ ମୁଣ୍ଡରେ ଢାଳିବି ଚୋବେଇକି ଖାଇବ। ୟାକୁ ମୁଁ ଚୋବେଇକିରି ଖାଇବି ହଁ ହଉ ଦେଖ କ'ଣ କରାହବ ଏ ବୋପାଲୋ ଗଲିଆ କେମିତି ଲାଗୁଛି ପନିଶମେଣ୍ଟଟା? ଏତେ ଖଟା ଜି 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 ବନ୍ଧୁ ଆପଣଙ୍କୁ ଆମ ଭିଡ଼ିଓଟା ଆଜି କେମିତି ଲାଗିଲା? ଆଜି ମୁଁ ପନିଶମେଣ୍ଟ ପାଇଛି, ଆଜି ମୁଁ ବି କଷ୍ଟ ପାଇଛି, କାଲି ମାଇଁ ପାଇଥିଲେ। ଜଣା ପଡ଼ିଲା କି ସେ ବାଇଗଣର ଟେଷ୍ଟ ଆଉ ଆଜି ଲେମ୍ବୁର ଟେଷ୍ଟଟା କେମିତି ଲାଗିଲା। ତ ଆପଣଙ୍କୁ ଭିଡ଼ିଓଟା କେମିତି ଲାଗିଲା ଟିକେ କମେଣ୍ଟରେ ଜଣାଇବେ ଆଉ କହିବେ ଆଗକୁ ଆମେ କେଉଁ ଭିଡ଼ିଓ ତିଆରି କରିବେ। ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।